ସ୍ତ୍ରୀର ଏଇ ଚାରୋଟି ପୋକକୁ ଦୁନିଆରେ କେହି ବି ମାରିପାରନ୍ତି ନାହିଁ। ଝିଅମାନେ ଦେଖନ୍ତୁ ନାହିଁ, ପୁଅମାନେ ଲୁଚିକି ଦେଖନ୍ତୁ। ଆଜି ଆମେ ଆପଣମାନଙ୍କୁ ଜଣାଇବୁ ସ୍ତ୍ରୀର ଏହି ଚାରୋଟି ପୋକକୁ କେବେ ବି ମାରିପାରିବେ ନାହିଁ। ଝିଅମାନେ ଦେଖନ୍ତୁ ନାହିଁ, ପୁଅମାନେ ଲୁଚିକି ଦେଖନ୍ତୁ। ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଚାରି ପ୍ରକାରର ବିଷୟରେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କର ଅଧିକ ଭୋକ ରହିଥାଏ। ଅର୍ଥାତ୍ ଏହି ଚାରି ପ୍ରକାରର ଭୋକ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଙ୍କଠାରେ ଅଧିକ ରହିଥାଏ। ଏହି ଚାରୋଟି ଭୋକ କ'ଣ ହୋଇଥାଏ? ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀମାନଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସ୍ତ୍ରୀମାନଙ୍କର ଚାରୋଟି ଭୋକ ବିଷୟରେ। ଭଗବାନ ଶ୍ରୀକୃଷ୍ଣଙ୍କର କହିବା ଅନୁସାରେ କେଉଁ କେଉଁ ବିଷୟରେ ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ଆଗରେ ରହିଥାନ୍ତି, ଏହି ବିଷୟରେ ଆମର ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ମଧ୍ୟ ରହିଛି। ଏପରି ଅନେକ ଘଟଣାମାନ ଅଛି ଯେଉଁଠି ନାରୀମାନେ ଆଗରେ ରହିଥାନ୍ତି। ସର୍ବପ୍ରଥମେ ଜାଣିନେବା ବୁଦ୍ଧିମତା ବିଷୟରେ। ବୁଦ୍ଧିମତାର ମାମଲାରେ ସ୍ତ୍ରୀ ପୁରୁଷ ଅପେକ୍ଷା 4 ଗୁଣ ଅଧିକ ହୋଇଥାନ୍ତି। ଅର୍ଥାତ୍ ବୁଦ୍ଧି ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଠାରେ ଅଧିକ ରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ବୁଦ୍ଧିମତାର ବିଷୟରେ ଆଲୋଚନା କଲେ ସ୍ତ୍ରୀମାନେ ପୁରୁଷଙ୍କୁ ପଛରେ ପକାଇ ଦିଅନ୍ତି। ପୁରୁଷମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଧିକ ଚତୁର ହୋଇଥାନ୍ତି। ସେମାନେ ନିଜର ବିଚାରଧାରା ଦ୍ୱାରା କୌଣସି ସମସ୍ୟାଠାରୁ ମୁକ୍ତି ପାଇପାରନ୍ତି। ସେମାନେ ସମସ୍ତ ପରିସ୍ଥିତିରେ ଭୟ ନ କରି ଜିତିବାର କ୍ଷମତା ରଖିଥାନ୍ତି। ଏହା ବ୍ୟତୀତ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ପୁରୁଷମାନଙ୍କଠାରୁ ସ୍ତ୍ରୀଠାରେ 6 ଗୁଣ ସାହସ ଅଧିକ ରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଏହା ନିଃସୃତ ବାଣୀ ଅଟେ। ସାହସ ସ୍ତ୍ରୀଠାରେ ସବୁଠାରୁ ଅଧିକ ରହିଥାଏ। ସ୍ତ୍ରୀଠାରେ ପୁରୁଷମାନଙ୍କ ଅପେକ୍ଷା ବଡ଼ କମ୍ ଥାଇପାରେ, କିନ୍ତୁ ସାହସର ମୁକାବିଲା ପୁରୁଷ କରିପାରନ୍ତି ନାହିଁ। ସେମାନେ ନିଜର ସାହସ ଦ୍ୱାରା କୌଣସି ବି ବିପଦର ସାମ୍ନା କରିପାରନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ଜିଦି ମାମଲାରେ ସ୍ତ୍ରୀ ପୁରୁଷମାନଙ୍କୁ ପଛରେ ପକାଇ ଦିଅନ୍ତି। ଏହା ସହିତ ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଓ ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ କି କାମଜଳା ପୁରୁଷଙ୍କ ଅପେକ୍ଷା ସ୍ତ୍ରୀମାନଙ୍କଠାରେ ଅଧିକ ରହିଥାଏ। କାମଜଳା ବା ଉତ୍ତେଜନା ପୁରୁଷଙ୍କ ଅପେକ୍ଷା ସ୍ତ୍ରୀଠାରେ ଅଧିକ ରହିଥାଏ। କେବଳ ଅଧିକ ଲଜ୍ଜା କାରଣରୁ ସେମାନେ ପ୍ରକାଶ କରିପାରନ୍ତି ନାହିଁ। ଏଣୁ ଲଜ୍ଜା ଦୃଷ୍ଟିରୁ ପୁରୁଷଙ୍କ ଅପେକ୍ଷା ଲଜ୍ଜା ସ୍ତ୍ରୀଠାରେ ଅଧିକ ରହିଥାଏ। ଅର୍ଥାତ୍ ଲଜ୍ଜା ମାମଲାରେ ସ୍ତ୍ରୀ ପୁରୁଷଙ୍କଠାରୁ ଆଗରେ ରହିଥାଏ। ଲଜ୍ଜା ସ୍ତ୍ରୀଙ୍କୁ ଅଧିକ ଆସିଥାଏ, ପୁରୁଷମାନଙ୍କଠାରେ ଲଜ୍ଜା କମ୍ ରହିଥାଏ। ଏହା ବ୍ୟତୀତ ଭଗବାନ ଶ୍ରୀକୃଷ୍ଣ କହିବା ଅନୁସାରେ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଠାରେ ଅଧିକ ଭୋକ ଦେଖିବାକୁ ମିଳିଥାଏ। ନାରୀମାନେ ଶାରୀରିକ ସୁସ୍ଥତା ପାଇଁ, ଶକ୍ତିଶାଳୀ ହେବା ପାଇଁ ସ୍ତ୍ରୀ ପୁରୁଷଙ୍କ ଅପେକ୍ଷା ଅଧିକ ଖାଦ୍ୟ ଖାଇଥାନ୍ତି।